ବନ୍ଧୁଗଣ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବ୍ରଜେନ୍ଦ୍ର ସାର୍ ୟୁଟ୍ୟୁବ୍ ଚ୍ୟାନେଲରେ। ବନ୍ଧୁଗଣ ଆପଣ ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆଗକୁ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ନିଯୁକ୍ତିର ବିଜ୍ଞପ୍ତି କିମ୍ବା ସୂଚନା ପ୍ରଥମେ ପାଇବା ପାଇଁ। ବନ୍ଧୁଗଣ ଆପଣଙ୍କ ସମର୍ଥନରେ ମୋତେ ଏମିତି ଆଗକୁ ଭିଡ଼ିଓ ବନେଇବାର ପ୍ରେରଣା ମିଳିବ। ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କଳାହାଣ୍ଡି ଜିଲ୍ଲାର 3ଟି କଲେଜର ଭ୍ୟାକେନ୍ସି ବିଷୟରେ କହିବି। ଚାଲନ୍ତୁ ଦେଖିବା ପ୍ରଥମ ଭ୍ୟାକେନ୍ସିଟି କ'ଣ ରହିଛି। এই ଭ୍ୟାକେନ୍ସିଟା ଦେଖିପାରୁଥିବେ ଆସିଛି। ବନ୍ଧୁଗଣ ଭିଡ଼ିଓ ବନେଇବାରେ କାରଣ ନୋଟିଫିକେସନ୍ ଡେରିରେ ଆସି ସେଥିପାଇଁ ଭିଡ଼ିଓ ବନେଇବାରେ ଟିକେ ବିଳମ୍ବ ହେଇଯାଇଛି, କାରଣ 10/9/2025 ଶେଷ ତାରିଖ ରହିଛି। ବନ୍ଧୁଗଣ ଚାଲନ୍ତୁ ଦେଖିବା କ'ଣ ରହିଛି ଭ୍ୟାକେନ୍ସି। ବନ୍ଧୁଗଣ ଏଇଠି ଦେଖିପାରୁଥିବେ ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ସାଗଡ଼ା କଳାହାଣ୍ଡି, ଆଡ୍ରେସ୍ ଆଟପୋଷ୍ଟ ସାଗଡ଼ା ବ୍ଲକ ଭବାନୀପାଟଣା, ଜିଲ୍ଲା ଦେଖିପାରୁଥିବେ କଳାହାଣ୍ଡି, ପିନକୋଡ଼ ଏଠି ଦେଖିପାରୁଥିବେ, ଇମେଲ୍ ଆଇଡି ରହିଛି କଲେଜର, ଏଠି ଦେଖିପାରୁଥିବେ ଯୋଗାଯୋଗ କରିବାର ନମ୍ବର, ଆଉ ତାପରେ ଦେଖିପାରୁଥିବେ ଏଇଟା 2025-26 ସେସନ୍ ପାଇଁ ହାୟର କରାଯାଉଛି। ଏଠି ଦେଖିପାରୁଥିବେ 25/8/2025ରେ ଏଇ ବିଜ୍ଞପ୍ତିଟା ବାହାରିଛି, କିନ୍ତୁ ଏଇଟା ଡେରିରେ ଆସିଛି ଆଉ 25/8 ରିଲିଜ୍ ହେଇଛି କିନ୍ତୁ ଡେରିରେ ଆସିଛି। ଏଠି ଦେଖିପାରୁଥିବେ କେଉଁ ପିଲାମାନେ ଏଇଠି ଆବେଦନ କରିପାରିବେ। ବନ୍ଧୁଗଣ ଆପଣ ଯଦି ଚାଲନ୍ତୁ ଦେଖିବା କ'ଣ କ'ଣ ରହିଛି ଭ୍ୟାକେନ୍ସି। ଆର୍ଟ୍ସ ଷ୍ଟ୍ରିମ୍ରେ ରହିଛି ସବଜେକ୍ଟ ଦେଖିପାରୁଥିବେ ଇଂଲିଶ, ଓଡ଼ିଆ, କମ୍ପଲସରି ସବଜେକ୍ଟ ହିଷ୍ଟ୍ରି, ପଲିଟିକାଲ ସାଇନ୍ସ, ସୋସିଓଲୋଜି, ଇକୋନୋମିକ୍ସ, ଇଲେକ୍ଟିଭ ସବଜେକ୍ଟ। ପୁଣି ଚାଲନ୍ତୁ ଦେଖିବା 2025-26 ସେସନ୍ ପାଇଁ ଏଠି ହାୟରିଂ କରାଯାଉଛି ଟେମ୍ପୋରାରୀ। ବନ୍ଧୁଗଣ ଏଇଟା ପିଓରଲି ଟେମ୍ପୋରାରୀ 2025-26 ସେସନ୍ ପାଇଁ ଗେଷ୍ଟ ଫ୍ୟାକଲ୍ଟିର ଭ୍ୟାକେନ୍ସି ରହିଛି। ଏଇଟା ଚୟନ ପ୍ରକ୍ରିୟା ମାର୍କିଂ ବେସିସ୍ରେ ହେବ। ଏଠି ଦେଖିପାରୁଥିବେ କେଉଁମାନେ ଆପ୍ଲାଏ କରିବେ, ରିଟାୟାର୍ଡ ଗଭର୍ଣ୍ଣମେଣ୍ଟ ଏବଂ ନନ୍ ଗଭର୍ଣ୍ଣମେଣ୍ଟ ଏଡେଡ୍ ଲେକ୍ଚର୍ସ, ମାନେ 65 ବର୍ଷରୁ କମ୍ ହୋଇଥିବାର ଅଛି। ଆପଣ ଯଦି ଫ୍ରେଶ୍ କ୍ୟାଣ୍ଡିଡେଟ୍ ଅଛନ୍ତି ତାହେଲେ ବି ଆପଣ ଆବେଦନ କରିପାରିବେ। ଆପଣ 50% ମାର୍କ ରଖିଥିବାର ଅଛି ଏଇସବୁ ସବଜେକ୍ଟରେ। ଆଉ ଆପଣ ହାଇସ୍କୁଲଠୁ ଧରି ପିଜି ଆଉ ତା ସହିତ ବିଇଡ଼ି କରିଥିବେ ଆଉ ବେସିକ୍ କମ୍ପ୍ୟୁଟର ନଲେଜ ଥିବେ। ଆଉ କ'ଣ କ'ଣ ଡକୁମେଣ୍ଟ ଦରକାର ହେବ ଏଠି ଦେଖିପାରୁଥିବେ, ହାଇସ୍କୁଲଠୁ ଧରିକି ପିଜି ଆଉ ବିଇଡ଼ି ଆଉ କମ୍ପ୍ୟୁଟର ସାର୍ଟିଫିକେଟ୍ର ଜେରକ୍ସ କପି, ଆଉ ରିସେଣ୍ଟର ପାସପୋର୍ଟ ସାଇଜ୍ ଫଟୋ, ଆଉ ଆପଣଙ୍କର ବାୟୋଡାଟା ଧରିକି ଆପଣ ଅଫଲାଇନ୍ ମୋଡ଼୍ରେ ଏଠି ଆଡ୍ରେସଟା ସେଇ କଲେଜର ହିଁ ଆଡ୍ରେସ୍ ରହୁଛି ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ। ଏଠି ଦେଖିପାରୁଥିବେ ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ସାଗଡ଼ା। ଭାଇ ଫିଜିକାଲ ମୋଡ଼୍ରେ ଆପଣ କରିବେ। ଆଉ PGDCA କୋର୍ସ କରିଛନ୍ତି ଯଦି ତାହେଲେ ଆପଣଙ୍କୁ ୱେଟେଜ୍ ମିଳିବ। ବନ୍ଧୁଗଣ ଏଠି ଦେଖିପାରୁଥିବେ ଡେଟ୍ ରହିଛି 10/9/2025। ଏଇଟା ରହିଛି ଶେଷ ତାରିଖ। 10/9/2025 ପୂର୍ବରୁ ହିଁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଏଠି ଦେଖିପାରୁଥିବେ ଆପଣଙ୍କୁ 400 ଟଙ୍କା ପର କ୍ଲାସ୍ ପିଛା ମିଳିବ। ଆପଣ ମାସକୁ 50ଟା କ୍ଲାସ୍ କରିବେ, ଆପଣ ସମ୍ପୂର୍ଣ୍ଣ ଭାବରେ ମାସକୁ 20,000 ଟଙ୍କା ଦରମା କମାଇ ପାରିବେ। ଚାଲନ୍ତୁ ଦେଖିବା ଦ୍ୱିତୀୟରେ କ'ଣ ରହିଛି ଭ୍ୟାକେନ୍ସି। ଏଠି ତାଙ୍କର ନମ୍ବର ବି ରହିଛି, ଏଠି ଦେଖିପାରୁଥିବେ ଯୋଗାଯୋଗ କରିପାରିବେ ଆପଣ। ଶେଷ ତାରିଖ ରହିଛି 10/9/2025। ଚାଲନ୍ତୁ ଦେଖିବା ଦ୍ୱିତୀୟରେ କ'ଣ ରହିଛି ଭ୍ୟାକେନ୍ସି। ଏଠି ଦେଖିପାରୁଥିବେ ଆପଣମାନେ, ଏଠି ଆପଣମାନେ ଦେଖିପାରୁଥିବେ ବନ୍ଧୁଗଣ ଏଠି ଦେଖିପାରୁଥିବେ ଦ୍ୱିତୀୟରେ କ'ଣ ରହିଛି ଭ୍ୟାକେନ୍ସି। ଏଇଟା ଦେଖିପାରୁଥିବେ ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ PM ଶ୍ରୀ AP ଦାସ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ଆଟପୋଷ୍ଟ ପାରଲା ବ୍ଲକ ଧର୍ମଗଡ଼। ଆଉ ଏଠି ଜିଲ୍ଲା ଦେଖିପାରୁଥିବେ କଳାହାଣ୍ଡି ରହିଛି, ପିନକୋଡ଼ ଏଠି ଦେଖିପାରୁଥିବେ, ଇମେଲ୍ ଆଇଡି ଅଛି, ଏଠି ଯୋଗାଯୋଗ କରିବାର କଲେଜର ନମ୍ବର ରହିଛି। ବନ୍ଧୁଗଣ ଏଇ ଭ୍ୟାକେନ୍ସି ଆସିଛି PGD ପୋଷ୍ଟ ପାଇଁ ଗେଷ୍ଟ ଫ୍ୟାକଲ୍ଟି 2025-26 ସେସନ୍ ପାଇଁ। ଏଇଟା ବନ୍ଧୁଗଣ ଟେମ୍ପୋରାରୀ ବେସିସ୍ରେ ରହିବ। ଚାଲନ୍ତୁ ଦେଖିବା 2025-26 ସେସନ୍ ପାଇଁ 25/8/2025ରେ ଏଇ ଭ୍ୟାକେନ୍ସିଟା ବାହାରିଛି। କେଉଁ ପୋଷ୍ଟ ପାଇଁ ବାହାରିଛି +2ରେ ପଢ଼େଇବାକୁ ଚାଲନ୍ତୁ ଦେଖିବା। ଏଠି ଦେଖିପାରୁଥିବେ କେଉଁ ସବଜେକ୍ଟରେ ଇଂଲିଶ, PGD ଇଂଲିଶ, PGD ଓଡ଼ିଆ, PGD ଫିଜିକ୍ସ, PGD କେମିଷ୍ଟ୍ରି, PGD ମ୍ୟାଥମେଟିକ୍ସ, PGD ବୋଟାନି, PGD ଜୁଲୋଜି 2025-26 ସେସନ୍ ପାଇଁ ରହିଛି। କେଉଁମାନେ ଏଇଟାକୁ ଆବେଦନ କରିପାରିବେ, ଏଠି ଦେଖିପାରୁଥିବେ ରିଟାୟାର୍ଡ ଗଭର୍ଣ୍ଣମେଣ୍ଟ ନନ୍ ଗଭର୍ଣ୍ଣମେଣ୍ଟ ଏଡେଡ୍ ଲେକ୍ଚର୍ସ, ମାନେ ଯେଉଁମାନଙ୍କର ବୟସ 65 ବର୍ଷରୁ କମ୍ ଥିବ। ଆଉ ଫ୍ରେଶ୍ କ୍ୟାଣ୍ଡିଡେଟ୍ ଆପଣ ଯଦି କୌଣସି ସ୍ଥାନରେ ବି ଚାକିରି କରିନାହାନ୍ତି, ଆଉ ମିନିମମ୍ ଆପଣଙ୍କର
50% ମାର୍କ ରହିଛି ପିଜିରେ। ଆଉ ଆପଣ ବିଇଡି ତା ସହିତ କରିଛନ୍ତି, ଆଉ ବେସିକ୍ କମ୍ପ୍ୟୁଟର ନଲେଜ, ଆଉ ତା ସହିତ ସାର୍ଟିଫିକେଟ୍ ବି ଥିଲେ ଭଲ ହେବ ଆପଣଙ୍କ ପାଇଁ। ଚୟନ ପ୍ରକ୍ରିୟା କେବଳ ମାର୍କ ବେସିସ୍ରେ ହେବ। ଏଠି ଦେଖିପାରୁଥିବେ ଦରମା ଆପଣ କେତେ ପାଇବେ। 400 ଟଙ୍କା ପର କ୍ଲାସ୍ ପିଛା ମିଳିବ। 50ଟା କ୍ଲାସ୍ ମାସକୁ କରିପାରିବେ, 20,000 ଟଙ୍କା ମାସକୁ ଦରମା ମିଳିବ। PGDCA କୋର୍ସ କରିଛନ୍ତି ଯଦି ତାହେଲେ ଆପଣଙ୍କୁ ୱେଟେଜ୍ ମିଳିବ। ତାରିଖ, ଶେଷ ତାରିଖ, କ'ଣ କ'ଣ ଡକ୍ୟୁମେଣ୍ଟ ଦରକାର ଦେଖନ୍ତୁ। ଆବେଦନ କରିବା ପାଇଁ ଆପଣଙ୍କର ବାୟୋଡାଟା ଦରକାର, ଆଉ ଆପଣଙ୍କର ସବୁ ସାର୍ଟିଫିକେଟ୍ର ଜେରକ୍ସ କପି, ହାଇସ୍କୁଲ ଠୁ ଧରିକି +2, ତାପରେ ରହିଲା ଆପଣଙ୍କର BA ବ୍ୟାଚଲର ଅଫ୍ ଆର୍ଟ୍ସ କିମ୍ବା ସାଇନ୍ସ ହଉ, ଆପଣଙ୍କର ଡିଗ୍ରୀ, ତାର ରହିଲା ଆପଣଙ୍କର ଗ୍ରାଜୁଏସନ୍, ଇଏ ହେଉଛି ପୋଷ୍ଟ ଗ୍ରାଜୁଏସନ୍, ଆଉ ବିଇଡି, ଆଉ ବେସିକ୍ କମ୍ପ୍ୟୁଟର ସାର୍ଟିଫିକେଟ୍ ଯଦି ଅଛି ଭଲ କଥା, ତାହେଲେ ନହେଲେ ବି କିଛି ଅସୁବିଧା ନାହିଁ। ଆଉ ରିସେଣ୍ଟର ଦୁଇଟା ପାସପୋର୍ଟ ସାଇଜ୍ ଫଟୋ ଆପଣ ଦେଖିପାରୁଥିବେ। ଏଇଠି ତାରିଖଟା ଏଇଠି ଲେଖା ହେଇଛି 10/9/2025 ରହିଛି ତାରିଖ। ଆଉ କୋଉଠି ଆପଣ ସବମିଟ୍ କରିବେ? ଦ ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ PM ଶ୍ରୀ AP ଦାସ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ପାରାଲା ଆଉ କଳାହାଣ୍ଡି ଜିଲ୍ଲା ରହିଛି। ଆଉ ଫିଜିକାଲ ମୁଡ୍ରେ ଆପଣ କଲେଜ ଭିଜିଟ୍ କରିକି 10/9/2025 ପୂର୍ବରୁ ଯାଇକି ସବମିଟ୍ କରିବାକୁ ପଡ଼ିବ। ଏଇଠି ଦେଖିପାରୁଥିବେ ଆପଣମାନେ ଚାଲନ୍ତୁ ଦେଖିବା। ହଁ, ଏଇଠି ଦେଖିପାରୁଥିବେ ଆପଣମାନେ ଏଇ ଯେଉଁ ଡକ୍ୟୁମେଣ୍ଟ ଭେରିଫିକେସନଟା ରହିଛି, ଆପଣ ଯଦି ଚୟନ ହେଉଛନ୍ତି ତାହେଲେ ଆପଣ ଡକ୍ୟୁମେଣ୍ଟ ଅରିଜିନାଲ ସାର୍ଟିଫିକେଟ ସହିତ ଡକ୍ୟୁମେଣ୍ଟ ଭେରିଫିକେସନ କରିବାକୁ ପଡ଼ିବ, ଯେଉଁଦିନ ସେମାନେ ତାରିଖଟା କହିବେ। ଚାଲନ୍ତୁ ଦେଖିବା ତୃତୀୟରେ କ'ଣ ରହିଛି ଭ୍ୟାକେନ୍ସି। ବନ୍ଧୁଗଣ ଏଇଠି ଦେଖିପାରୁଥିବେ ତୃତୀୟ ଭ୍ୟାକେନ୍ସିଟା ଦେଖିପାରୁଥିବେ, ସେଇ କଳାହାଣ୍ଡି ଜିଲ୍ଲା ତରଫରୁ ରହିଛି। ଏଠି ଦେଖିପାରୁଥିବେ ବୃନ୍ଦାବାହାଳ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ବୃନ୍ଦାବାହାଳ, ଇମେଲ୍ ID ଏଠି ଦେଖିପାରୁଥିବେ। ଆଉ ଏଠି ଆଡ୍ରେସଟା ବି ଦେଖିପାରୁଥିବେ, ଆଉଟପୋଷ୍ଟ ବୃନ୍ଦାବାହାଳ, ବ୍ଲକ ରହିଛି ଗୋଳମୁଣ୍ଡା, ଜିଲ୍ଲା ରହିଛି କଳାହାଣ୍ଡି। ଏଠି ପିନ୍ ଦେଖିପାରୁଥିବେ 76 60 16। ଆଉ ତାଙ୍କର ଯୋଗାଯୋଗ କରିବାର ସଂଖ୍ୟା ରହିଛି ଏଠି 3ଟି ନମ୍ବର ରହିଛି ଏଠି। ଆଉ ଏଇଟା ବାହାରିଛି 25/8/2025। ଏଇଟା ଭ୍ୟାକେନ୍ସି ରହିଛି PGD ପୋଷ୍ଟ ପାଇଁ, ଗେଷ୍ଟ ଫ୍ୟାକଲ୍ଟିର 2025-26 ସେସନ୍ ପାଇଁ। ଏଇଟା ପିଓରଲି ଟେମ୍ପୋରାରୀ ପାଇଁ ରହିବ। ଚାଲନ୍ତୁ ଦେଖିବା କୋଉ PGD ପୋଷ୍ଟ ପାଇଁ ଭ୍ୟାକେନ୍ସି ରହିଛି। ଏଇଠି ଆପଣମାନେ ଦେଖିପାରୁଥିବେ, ମୁଁ ଆପଣଙ୍କୁ ଦେଖାଇ ଦେଉଛି କୋଉ ପୋଷ୍ଟ ପାଇଁ। ଗେଷ୍ଟ ଫ୍ୟାକଲ୍ଟିର ଦେଖିପାରୁଥିବେ ସବଜେକ୍ଟ ଓଡ଼ିଆ, PGD ଓଡ଼ିଆ, PGD ଇଂଲିଶ, PGD ଫିଜିକ୍ସ, PGD କେମିଷ୍ଟ୍ରି, PGD ମ୍ୟାଥମେଟିକ୍ସ, PGD ବାୟୋଲୋଜି 2025-26 ସେସନ୍ ପାଇଁ ରହିଛି। ଏଠି ଦେଖିପାରୁଥିବେ କୋଉମାନେ ଏହାକୁ ଆବେଦନ କରିପାରିବେ। ରିଟାୟାର୍ଡ ଗଭର୍ଣ୍ଣମେଣ୍ଟ ଏବଂ ନନ୍ ଗଭର୍ଣ୍ଣମେଣ୍ଟ ଏଡେଡ୍ ଲେକ୍ଚର୍ସ, ଯେଉଁମାନଙ୍କର ମାନେ 65 ବର୍ଷରୁ କମ୍ ହେଇଥିବ ବୟସ। ତାପରେ ଆପଣ ଯଦି ଫ୍ରେଶ୍ କ୍ୟାଣ୍ଡିଡେଟ୍ ଅଛନ୍ତି ତାହେଲେ ବି ଆପଣ ଆବେଦନ କରିପାରିବେ। PG ସହିତ ବି ଯଦି BD କରିଛନ୍ତି ଏଇସବୁ ସବଜେକ୍ଟରେ ଆପଣ ଆଉ ଆପଣ 50% ମାର୍କ ରଖିଛନ୍ତି PGରେ। ଆଉ ଚାଲନ୍ତୁ ଦେଖିବା ଦରମା ଆପଣଙ୍କୁ କେତେ ଟଙ୍କା ମିଳିବ। ଏଇଠି ଦେଖିପାରୁଥିବେ ଆପଣମାନଙ୍କୁ ପର କ୍ଲାସ୍ ପିଛା 400 ଟଙ୍କା ମିଳିବ। ଆପଣ ମାସକୁ 50ଟା କ୍ଲାସ୍ ମ୍ୟାକ୍ସିମମ୍ କରିପାରିବେ। ଆପଣ ମାସକୁ 20,000 ଟଙ୍କା ଦରମା କମାଇ ପାରିବେ। ଆପଣ ଯଦି PGDCA କୋର୍ସ କରିଛନ୍ତି ତାହେଲେ ଆପଣଙ୍କୁ ୱେଟେଜ୍ ମିଳିବ। ବନ୍ଧୁଗଣ ଚାଲନ୍ତୁ ଦେଖିବା କ'ଣ କ'ଣ ଡକ୍ୟୁମେଣ୍ଟ ସବୁ ଦରକାର ହେବ। ଆପଣଙ୍କର ଏଠି ଦେଖିପାରୁଥିବେ ଆପଣଙ୍କର ଗୋଟେ ବାୟୋଡାଟା ଦରକାର ହେବ, ମାନେ ଆପଣଙ୍କର କ'ଣ ଏଜୁକେସନ୍ କ୍ୱାଲିଫିକେସନ୍ର ଗୋଟେ ଫର୍ମାଟ୍ଟେ ଗୋଟେ ଦରକାର ହେବ। କ'ଣ କ'ଣ ପଢ଼ିଛନ୍ତି ଆପଣ, ଆଡ୍ରେସ୍ କ'ଣ, କେଉଁଠି କ'ଣ କେଉଁ କଲେଜରେ ପଢ଼ିଛନ୍ତି, ତାର ରହିଲା ଜେରକ୍ସ କପି, ମାନେ ହାଇସ୍କୁଲ, ତାପରେ ରହିଲା +2, ତାପରେ ରହିଲା +3, ତାପରେ ରହିଲା PG, ତାପରେ ରହିଲା ଆପଣ ଏଇ ସବଜେକ୍ଟରେ ହିଁ PG କରିଥିଲେ ଆବେଦନ କରିପାରିବେ। ଏଇଠି ଦେଖିପାରୁଥିବେ ଏଇ ସବଜେକ୍ଟରେ ହିଁ PG କରିଥିଲେ ଆବେଦନ କରିପାରିବେ। ତା ସହିତ ଆପଣ BD, ଆଉ ଆପଣ ଯଦି କମ୍ପ୍ୟୁଟର କୋର୍ସ କରିଛନ୍ତି ତାହେଲେ ଭଲ କଥା, ନହେଲେ ବି କିଛି ଅସୁବିଧା ନାହିଁ। ଆଉ ଯଦି ଆପଣଙ୍କର ଅନୁଭବ ନାହିଁ ବି କିଛି ଅସୁବିଧା ନାହିଁ, ଆପଣ ଆସିକି ଆବେଦନ କରିପାରିବେ। ଏଇଟା ଚୟନ ପ୍ରକ୍ରିୟା ରହିବ ପିଓରଲି ଆପଣଙ୍କର ମାର୍କିଂ ବେସିସ୍ରେ। ଆଉ ଏଠି ଦେଖିପାରୁଥିବେ କେଉଁଠି ଆବେଦନ କରିବେ, ଏଇ ସବୁ ଡକ୍ୟୁମେଣ୍ଟ ଆପଣ ଯେଉଁ ଦେଖିଲେ। ଆଉ ଅରିଜିନାଲ ସାର୍ଟିଫିକେଟ ଭେରିଫିକେସନ୍ ଯେତେବେଳେ ହେବ, ଆପଣ ଯଦି ଚୟନ ହେଉଛନ୍ତି ଅରିଜିନାଲ ସାର୍ଟିଫିକେଟ ଆପଣଙ୍କୁ ଦେଖେଇବାକୁ ପଡ଼ିବ। ସେମାନେ ଯେଉଁ ତାରିଖରେ କହିବେ ଅରିଜିନାଲ ସାର୍ଟିଫିକେଟ ଆପଣଙ୍କୁ ପ୍ରସ୍ତୁତ କରି ରଖିବାକୁ ପଡ଼ିବ।
ଆଉ ଦେଖିପାରୁଥିବେ ଶେଷ ତାରିଖ କୋଉ ତାରିଖରେ ରହିଛି, ଶେଷ ତାରିଖ ରହିଛି 10/9/2025 ପୂର୍ବରୁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଆପଣ କହିବେ ଏଇଟା କିପରି ଆବେଦନ କରାଯିବ, ଅନଲାଇନ୍ କିମ୍ବା ଅଫଲାଇନ୍ କିମ୍ବା ଭିଜିଟ୍ କରିକି କଲେଜ। ଏଇଠି ଦେଖିପାରୁଥିବେ ଫିଜିକାଲ ମୋଡ଼ରେ ହିଁ ଏଇଟା ଆବେଦନ କରାଯାଇପାରିବ। ଆଡ୍ରେସଟା ରହିଲା କଲେଜର ଆଡ୍ରେସ ହିଁ ଅଫିସ୍ ଆୱାର ମାନେ 10ଟାରୁ 4ଟା ଭିତରେ ଆପଣଙ୍କୁ ସବମିଟ୍ କରିବାକୁ ପଡ଼ିବ। ଏଇଠି ଦେଖିପାରୁଥିବେ ଏଇ ଆଡ୍ରେସରେ ଏଇଠି ନମ୍ବର ବି ରହିଛି ତାଙ୍କର, ଆପଣ ଯୋଗାଯୋଗ କରିପାରିବେ। ବୃନ୍ଦାବନ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ, ବୃନ୍ଦାବାହାଳା ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ବୃନ୍ଦାବାହାଳା, ଜିଲ୍ଲା ଦେଖିପାରୁଥିବେ କଳାହାଣ୍ଡି। ଯଦି ବନ୍ଧୁଗଣ ଆପଣ ଯଦି ପ୍ରିପାରେସନ୍ କରୁଛନ୍ତି କୌଣସି ଜବ୍ ପାଇଁ, ଚାକିରି ପାଇଁ, ଆପଣ ବି ଏଇଠି ଆଇକି ଆବେଦନ କରିକି ଆପଣ ଚାକିରି କରିନିଅନ୍ତୁ, କାରଣ ଆପଣଙ୍କର ଅନୁଭବ ଏବଂ ଅଭିଜ୍ଞତା ବଢ଼ିବ। କାରଣ ଖାଲି ବସିକି ପ୍ରିପାରେସନ୍ କଲେ କିଛି କ'ଣ ହେବ, ଆପଣଙ୍କର ଅନୁଭବ ତା ସହିତ ଅଭିଜ୍ଞତା ବଢ଼ିବ। ଆପଣ ଆସିକି ଚାକିରି କରନ୍ତୁ, 20,000 ଟଙ୍କା ମାସକୁ ଦରମା ପାଇପାରିବେ। ଆଉ 10/9/2025 ବନ୍ଧୁଗଣ ଶେଷ ତାରିଖ ରହିଛି। କାରଣ ଏଇ ଭ୍ୟାକେନ୍ସିଟା ବନ୍ଧୁଗଣ ବହୁତ ଡେରିରେ ଆସିଛି, ସେଥିପାଇଁ ଆପଣଙ୍କୁ ଭିଡ଼ିଓ ବନେଇକି କହିବାର ଟିକେ ବିଳମ୍ବ ହେଇଛି, କାରଣ ଡେରିରେ ହିଁ ଭ୍ୟାକେନ୍ସିଟା ଆସିଛି। ବନ୍ଧୁଗଣ ଏଇ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥିବ ତାହେଲେ ଲାଇକ୍ କରନ୍ତୁ, ଆଉ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଆଉ ଆପଣଙ୍କୁ ଯଦି ଆପଣଙ୍କର ମତାମତ ଯାହା ରହିଲା କମେଣ୍ଟ ସେକ୍ସନରେ ଦିଅନ୍ତୁ। ଏଇ ଭିଡ଼ିଓ ଦେଖି ଆଉ ଆପଣ କହିବେ ଏହାର PDF ଟି କୋଉଠି ପାଇବେ, ଚାଲନ୍ତୁ ମୁଁ ଦେଖେଇ ଦେଉଛି ଆପଣଙ୍କୁ। ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି ଟେଲିଗ୍ରାମ ଗ୍ରୁପର, ଆପଣ ସେଠି କ୍ଲିକ୍ କରିବେ। ବ୍ରଜେନ୍ଦ୍ର ସାର୍ ଅଫିସିଆଲ ଟେଲିଗ୍ରାମ ଗ୍ରୁପକୁ ଆପଣ ଆସିପାରିବେ। ଏଇଠି ସବୁ PDF ଅପଲୋଡ଼ କରିଦିଆଯାଇଛି। ଆପଣ କେମିତି ସର୍ଚ୍ଚ କରିବେ ଦେଖିପାରିବେ, ଯେଉଁଦିନ ଭିଡ଼ିଓଟା ଅପଲୋଡ଼ କରାହେଇଛି କିମ୍ବା ତା ପୂର୍ବ ତାରିଖର ସର୍ଚ୍ଚ କରିବେ। ଏଇଠି ପ୍ରଥମେ ଆପଣ ଏଠି କେତେ ଦିନ କୋଉ ଦିନ ସର୍ଚ୍ଚ କରିବେ, ମାନେ ତାପରେ କୋଉ ମାସ ସର୍ଚ୍ଚ କରିବେ। ଦେଖନ୍ତୁ ମୁଁ କହିଦେଉଛି ଏବେ, ମନେକର ଆପଣ ସର୍ଚ୍ଚ କରିବେ 1 ଅଗଷ୍ଟ 2025, ଏଇଠି ସର୍ଚ୍ଚ କରିବେ 1, ତାପରେ ଦେଖିପାରୁଥିବେ ଅଗଷ୍ଟ ସ୍ପେସ୍ ଦେଇ ସର୍ଚ୍ଚ କରିବେ, ତାପରେ ରହିଲା 2025। ତାପରେ ଆପଣ କ'ଣ କରିବେ ନା, ଯେଉଁ ଜିଲ୍ଲା ପାଇଁ ଭ୍ୟାକେନ୍ସିଟା ବାହାରିଛି ସେଇଠି ଏଇଟା ପ୍ରଥମେ ଆପଣ କ୍ୟାପିଟାଲରେ ଲେଖିବେ, ମନେକର କଳାହାଣ୍ଡି, ପ୍ରଥମେ କଳାହାଣ୍ଡି ଲେଖିଦେବେ। ତାପରେ କୋଉ ଏରିଆ କଲେଜର କୋଉ ସ୍ଥାନ କଲେଜରେ ସେଇ ନାଁଟା ବି ଲେଖିଦେଲେ ଆସିବ ଭାରି। ଏଠି ଆପଣ ପ୍ରଥମେ ଦେଖିପାରୁଥିବେ ଏଠି ଆପଣ ଡେଟ୍ ଲେଖିବେ, ଯେଉଁ ଡେଟ୍ରେ ଭିଡ଼ିଓଟି ଅପଲୋଡ଼ କରାହେଇଛି କିମ୍ବା ତା ପୂର୍ବର ଡେଟ୍ଟି ଅପଲୋଡ଼ କରି ଲେଖିବେ, ଆଉ ସ୍ପେସ୍ ଦେଇ ଲେଖିବେ, ଆଉ ତାରିଖଟି ଲେଖିବେ। ତାପରେ ଆପଣଙ୍କର ଜିଲ୍ଲା ନାଁଟି ଲେଖିବେ, ଯଦି ଡେଟ୍ରେ ଆପଣ ଯଦି ଅଧିକ ଭ୍ୟାକେନ୍ସି ରହିଛି ତାହେଲେ ଜିଲ୍ଲା ନାଁଟି ଲେଖିବେ, ଆଉ ତାର ମାନେ ସ୍ଥାନ ନାଁଟା ବି ଲେଖିଲେ ବି ଆସିବ ଭାରି। ଏଠି ଦେଖିପାରୁଥିବେ କିପରି ଭାବରେ ଅପଲୋଡ଼ କରାଯାଇଛି। ଏଠି ଆପଣମାନେ ଦେଖିପାରୁଥିବେ 2/9/2025 ବଲାଙ୍ଗୀର ଏମିତି ଅପଲୋଡ଼ କରାହେଇଛି। ଏମିତି ହିଁ ଅପଲୋଡ଼ PDF ଟି କରାଯାଇଥିବ, କାରଣ ଏଇଟା ଏବେ ଇଣ୍ଟରନେଟ୍ ଅନ୍ ନାହିଁ, ଏଥିପାଇଁ ଏଠି ଶୋ କରୁନି। ବନ୍ଧୁଗଣ ଏଇ ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରନ୍ତୁ। ବନ୍ଧୁଗଣ ଏଇ ଭିଡ଼ିଓ ଦେଖିଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ।